ସକାଳୁ ଉଠିଲା ପରଠୁ ଖାଲି ବୋରିଂ ବୋରିଂ ବୋରିଂ। ନା ସକାଳୁ କ୍ଲାସ ଅଛି ନା ଆଜି ସକାଳୁ ରୁମ ରେ କରେଣ୍ଟ ଅଛି। ଏପଟେ ନା କଲେଜ ଯାଇ ହଉଛି ନା ରୁମ ରେ ରହି ହଉଛି। ତାପରେ ବି ସୂର୍ଯ୍ୟଦେବଙ୍କର ଫ୍ରି ବୋନସ ରେ ଅଛି ପ୍ରଚଣ୍ଡ ଖରା। ଆରେ ୱାହ ବଢିଆ କମ୍ବିନେସନ। ଲାଇଫ ଟା ପୁରା ଆଉ ଠିକ ସେତିକି ବେଳେ ଭଗବାନ ଏ ଦୁଃଖୀ ଆତ୍ମାର ଦୁଃଖକୁ ସହି ନ ପାରି ମୋ ମୁଡ କୁ ଅନ୍ କରିବା ପାଇଁ ପଠେଇ ଦେଇଥିଲେ ଦହିବରା ନବ ଦହିବରା। ଆରେ ଆରେ ସେଦିନ ସିନା ମାର୍କେଟ ଯାଇ ମୁଁ ଦହିବରା ଖାଇ ପାଇ ନଥିଲି, କିନ୍ତୁ ଆଜି ଦହିବରା ନିଜେ ମୋ ପାଖକୁ ଚାଲି ଚାଲି ଆସିଛି। ଆଉ ଏ ସୁବର୍ଣ୍ଣ ସୁଯୋଗକୁ ହାତ ଛଡା କରିବା ମତେ ମହାପାପ ଲାଗିବ ଯେ। ତ ଜମା ଆଉ ବିଳମ୍ବ ନ କରି ସିଧା ମାଡିଗଲି ମଉସାଙ୍କ ପାଖକୁ। ଆଉ ସବୁଠୁ ଇଣ୍ଟରେଷ୍ଟିଂ କଥା କଣ ଜାଣିଛନ୍ତି? ଆଜି ମୋ ଲାଇଫ ରେ ପ୍ରଥମ ଥର ଜାଣିଲି ଯେ 10 ଟଙ୍କିଆ ପ୍ଲେଟ ଦହିବରା ବି ମିଳେ ବୋଲି। ଆଉ ସେଇ କଥା ଶୁଣିକି ଖୁସି ହେଇକି ଦିଟା ପ୍ଲେଟ ଭରିକି ନେଇ ଆସିଥିଲି ଦହିବରା ସିନା ନେଇ ଆସିଲି, ହେଲେ ଏତେ ଗରମରେ ତା ମଜା ନେବି କେମିତି? ଏପଟେ ଏଇ ଅକାଳ କୁଷ୍ପାଣ୍ଡ କରେଣ୍ଟ ସକାଳୁ ଯାଇଛି ଯେ ଏପର୍ଯ୍ୟନ୍ତ ଦେଖା ଦର୍ଶନ ନାହିଁ। ଧେତ୍ତେରି ହେ ଇଏ କଣ? हे प्रभु କରେଣ୍ଟ ନା ଥରୁ ଥରୁ କରେଣ୍ଟ ଆସିଗଲା। ହେ ପ୍ରଭୁ ଏ ଦୁଃଖୀର ଡାକ ଆଉ କେତେ ଶୁଣିବ? ଏଣ୍ଡ ଫାଇନାଲି ଫ୍ୟାନ ଲଗେଇ ଶାନ୍ତିରେ ଦହିବରା ଖାଇବାର ମଜାଟା ଅଲଗା ନା। ଆଉ ଗୁପଚୁପର ଫ୍ରି ପାମ୍ପୁଡି ଆଉ ଦହିବରାର ଦହି ପାଣି ନ ଖାଇଲା ଯାଇ କଣ ଆଜି ଯାଇ ଖାଇବାଟା କମ୍ପ୍ଲିଟ ହେଲାଣି? ଆଉ ଶେଷରେ ପେଟେ ଦହିବରା ଖାଇ ଆଉ ସବୁ ବଳକୁ ଏକାଠି କରି ମୁଁ ଚାଲିଲି 15 ଦିନର ଅଳିଆ ବେଡସିଟ୍ କୁ ସଫା କରିବା ପାଇଁ। ଆରେ ଏଇ କାମ କରି କରି ତ ସବୁ ଦହିବରା ହଜମ ହେଇଗଲା। ଆଉ କଣଟା ଅଛି ଯେ ଏନର୍ଜି ଆସିବ? ଖାଲି କଣ ସେତିକିରେ କାମ ସରୁଛି? ଏଇ ଡୋ ଡୋ ଖରାଟାରେ ବି ରେଡି ହେଇ ବାହାରିକି ଆସିବାକୁ ପଡିଲା କ୍ଲାସ ପାଇଁ କି। ନାଇଁ କ୍ଲାସ ଯିବାଟା ମେଣ୍ଡେଟୋରି, କାରଣ ପାଠ ପଢିବି, କାଳିଆ ଘୋଡାରେ ଚଢିବି, ଆଉ ମଧୁବାବୁ ଥିଲେ ସିନା ତାଙ୍କ ସହ ଲଢିବି।